ओम नमो भगवते वासुदेवाय। एकादशोऽध्याय। शौनक उवाच। शौनक आदिमुनिजने पोछन्ति सुतसन्निधाने। एथि उतारे जे प्रसन्न ଶ୍ରବଣେ ଇଚ୍ଛା ଆମ୍ଭ ମନ। ଏଣୁ ଯେ ତୁମ୍ଭର ବଚନୁ ସଂଶୟ ଯାଉ ଆମ୍ଭ ମନୁ। ଶ୍ରବଣେ କଲୁ ଆମ୍ଭେ ମନ ସଂଶୟ କର ବିମୋଚନ। ବିଶେଷ ତୁମ୍ଭେ ଶାସ୍ତ୍ରଜ୍ଞତା ମନ୍ତ୍ରତନ୍ତ୍ରରେ ଯେ ବକତା। ବହୁତ ପ୍ରକାରେ ଅଭ୍ୟାସ ଯେଣୁ ତୁମ୍ଭେ ବ୍ୟାସଙ୍କ ଶିଷ୍ୟ। ସର୍ବବେଦାନ୍ତ ସାର ଯେହି ଭାଗବତ ପୁରାଣ ସେହି। ଭାଗବତ ମାନ ଯେ ତତ୍ତ୍ୱ ବେଦାନ୍ତ ସାର ଯେଉଁ ମତ। ଯେଣେ ଯାହାରଟି ଅଭ୍ୟାସ ଆସ୍ୱାଦ କରେ ତାର ରସ। ବାସୁଦେବଙ୍କୁ ଯେ ପ୍ରକାରେ ସେବା କରନ୍ତି ଭକ୍ତି ଭରେ। ଯେ ଜଗନ୍ନାଥ ଲକ୍ଷ୍ମୀପତି ମହିମା ଦେବେ ନ ଜାଣନ୍ତି। ନିରଞ୍ଜନ ଯେ ନିରାକାର ଅରୂପ ରୂପ ବନଜାର। ତାଙ୍କ ଯେଉଁ ରୂପକୁ ଧ୍ୟାନେ କଳ୍ପନା କରି ପ୍ରଜାମାନେ। ତାଙ୍କ ରୂପରେ ଆଭରଣ ପ୍ରତ୍ୟଙ୍ଗ ଆୟୁଧମାନ। ତାହାଙ୍କୁ କି ଭାବେ କଳ୍ପନ୍ତି କେମନ୍ତେ ବିଧିରେ ପୂଜନ୍ତି। କେମନ୍ତ ମନ୍ତ୍ର କରି ଜପ ଆମ୍ଭ ଆଗେ କହ ସ୍ୱରୂପ। ତୁମ୍ଭ ବଂଶ କୁଳର ହେଉ ଆମ୍ଭ ମନୁ ସନ୍ଦେହ ଯାଉ। ଯେ କ୍ରିୟା ପୂଜା ବିଧି କରି ମନୁଷ୍ୟ ବିଷ୍ଣୁ ରୂପ ଧରି। ଜନ୍ମ ମରଣ ବିବର୍ଜିତ ଏକଥା କହିବା ନୟତ। ଏମନ୍ତ ଶୁଣି ଶୁକ ମୁନି ଶୌନକେ କହେ ମଞ୍ଜୁବାଣୀ। ସୁତ ଉବାଚ। ଏ ବିଷ୍ଣୁ ପୂଜାର ବିଶେଷ ଯେ ଗୁରୁ ଜ୍ଞାନ ଉପଦେଶ। ଗୁରୁଙ୍କୁ ନମସ୍କାର କରି ବିଭୂତି କହିବା ବିସ୍ତାରି। ବ୍ରହ୍ମାଦି ଆଚାର୍ଯ୍ୟ ଯେ ମାନେ ବେଦ ମନ୍ତ୍ର ତତ୍ତ୍ୱ ବିଧାନେ। କର୍ମ ତତ୍ତ୍ୱ ଭାବ ଭେଦରେ ସେ ବିଧି ଶୁଣ ଏକତ୍ୱରେ। ଗୁରୁ ବୈଷ୍ଣବ ସାଧୁ ଜନେ କେ ପୂଜେ କେ ବା ସାବଧାନେ। ପ୍ରାତଃ ସୂର୍ଯ୍ୟ ଅଣ ଉଦୟେ ସ୍ନାହାନେ ଶୁଚିମନ୍ତ ହୁଏ। ଜଳରେ ଯଥା କର୍ମ ସାରି ଭୂମିରେ କୁଶାସନ କରି। ଆସନ ଶୁଦ୍ଧି ଭୂତ ଶୁଦ୍ଧି ଜଳ ଭେଦରେ ଦେହ ଭେଦି। ଷଟ୍ଚକ୍ର ଭେଦି ସପ୍ତମରେ ପବନ ତୋଳିବ ସତ୍ୱରେ। ଏ ଆଦି ଯେତେ କର୍ମମାନ କର ଅଙ୍ଗ ନ୍ୟାସ ଶୋଧନ। ସେ ଈଶ୍ୱର ନିରାକର ନିର୍ଗୁଣ ନିର୍ବିକାର ସାର। ମନ କଳ୍ପନାରୁ ତାଙ୍କର ମାୟା ହୋଇଲା ଅବତାର। ମାୟାରୁ ସୂତ୍ର ଯେ ଜନମ ସୂତ୍ରରୁ ମହତ୍ତତ୍ୱ ଜାଣ। ମହତ୍ତତ୍ୱରୁ ଅହଙ୍କାର ଶୁଣ ଯେ ଗୁଣଟି ଆବର। ପଞ୍ଚଭୂତାତ୍ମକ ସ୍ୱରୂପ ଏ ନବତନ୍ତ୍ର ସର୍ବାଧିପ। ପୁରୁଷ ରୂପ ଯେ ଧଇଲା ସହସ୍ର ଶକ୍ତି ବୋଲାଇଲା। ଅସଂଖ୍ୟ ମାୟାରେ ଯେ ସେ ଯୁକ୍ତ ସତ୍ୟ ପୁରୁଷ ବିଶ୍ୱରୂପ। ତା ନାଭି କମଳୁ ପ୍ରକାଶ ଉତ୍ପତ୍ତି ବିରାଟ ପୁରୁଷ। ଯା ରୂପ 14 ଭୁବନ ପୂରିଛି ଜ୍ୟୋତି ପ୍ରଭା ଗୁଣ। ଏ ପୁରୁଷ ଅଙ୍ଗମାନ ପୃଥିବୀ ଏହାର ଚରଣ। ମସ୍ତକ ସ୍ୱର୍ଗଲୋକ ହୋଇ ଆକାଶ ନାଭତ ଯେ ଅଟଇ। ସୂର୍ଯ୍ୟ ଏହାଙ୍କ ଚକ୍ଷୁଦ୍ୱୟ ନାସା ଯେ ବାୟୁଟି ନିଶ୍ଚୟ। ଦଶ ଦିଗ ଯେ କର୍ଣ୍ଣ ହୋଇ ନେତ୍ର ପ୍ରଜାପତି ବୋଲାଇ। କାଳ
ଅପାନ ବାୟୁଯାନ ବାହୁଲ କପାଳ ପ୍ରମାଣ ଚନ୍ଦ୍ରମା ଯାହାର ସେ ମନ ଦୁଇ ଭୁଲତା କାଳଜମ ତଳ ଯେ ଅଷ୍ଟଲୋଭ ହୋଇ ଉପର ଅଷ୍ଟଲଜ୍ଜାମୟୀ ଦନ୍ତମାନେ ଯାହାର ଜ୍ୟୋତ୍ସ୍ନା ହାସ୍ୟଭ୍ରମ ନାମର ଜଣା ବୃକ୍ଷମାନେ ଯେ ଲୋମ ଦେଶ ମେଘମାନେ ଯାହାର କେଶ ଏ ଯେଉଁ ବିରାଟ ପୁରୁଷ ତେଜ ବିସ୍ତାରଣ ପ୍ରକାଶ ବ୍ରହ୍ମାଣ୍ଡ ଯେତେକ ବିସ୍ତାର ଏମନ୍ତ ମହିମା ତାହାର ଏ ରୂପେ ମହାବିଷ୍ଣୁ ଦେହେ 3,000,000 ଅର୍ଦ୍ଧକୋଟିଏ ବିରାଟ ପୁରୁଷ ଅଛନ୍ତି ତହୁଁ ଯେ ସର୍ବ ଉତ୍ପତ୍ତି ତା କଣ୍ଠ କୌସ୍ତୁରୀ ମଣି ନିରାକାର ଜ୍ୟୋତି ସେ ପୁଣି ସେ ଜ୍ୟୋତି କଣ୍ଠେ ବହିଛନ୍ତି ଯୋଗୀ ଯେଉଁ ଜ୍ୟୋତି ଭାବନ୍ତି ତା ପ୍ରଭା ଜଗତ ପାବନୀ ଯେ ନିରାକାର ସ୍ୱରୂପିଣୀ ଜ୍ୟୋତିର୍ମୟ ଯେ ସେ ଈଶ୍ୱର ଶ୍ରୀବତ୍ସ ଚିହ୍ନ ହୃଦଧର ଆପଣେ ସ୍ୱୟଂ ଯେ ତ୍ରିଗୁଣ ବହେ ବନମାଳୀ ରୂପେଣ ଋକ୍ଯଜୁ ସାମ ଏ ତିନି ପିନ୍ଧେ କରି ପୀତ ପତନି ତାଙ୍କ କନ୍ଧେ ଜଗପତି ପବିତ୍ର ତ୍ରିଗୁଣ ଯେ ସୂତ୍ର କର୍ଣ୍ଣରେ ମକର କୁଣ୍ଡଳ ସାଂଖ୍ୟ ଯୋଗେ ଦୁହେଁ ନିର୍ମଳ ତାଙ୍କ ଶିରରେ ଯେ ମୁକୁଟ ଚତୁର୍ବିଧ ମୁକ୍ତି ପ୍ରକଟ ପରମେଶ ପଦ ଜାଭଣି ଶିଖା ମୁକୁଟରେ ସେ ମଣି ଏ ସର୍ବଲୋକ ନମସ୍କୃତ ଅବ୍ୟକ୍ତ ଯାନାମ ଅନନ୍ତ ତାଙ୍କର ଶୟନ ଆସନ ଯେ ଧର୍ମ ବୈରାଗ୍ୟ ଜ୍ଞାନ ଏ ଅଷ୍ଟ ଦଳ ଯେ କମଳ ବସିବା ଆସନ ନିର୍ମଳ ବ୍ରହ୍ମଜ୍ଞାନ ତତ୍ତ୍ୱ କନିକା ପଦ୍ମକେଶର ସ୍ଥାନ ଶିଖା ଯମ ନିୟମାଦି ଅଷ୍ଟାଙ୍ଗ ଚତୁଷଷ୍ଠି ଆସନ ଯୋଗ ପଦ୍ମକେଶର ତାଙ୍କ ସ୍ଥାନ ଏ ଭାବେ ଯେତେ ଆଭରଣ ବଳବୀର୍ଯ୍ୟ ତେଜ ପ୍ରାକର୍ମ ମୋକ୍ଷ ତତ୍ତ୍ୱ ମାୟା ରୂପେଣ ପୃଥିବୀ ଆଦି ଅଷ୍ଟମିଷା କୌମୁଦକୀ ଅଷ୍ଟ ଅଂଶାଖ୍ୟା ପୃଥିବୀ ଆଦି ଅଷ୍ଟମିଷା କୌମୁଦକୀ ଅଷ୍ଟ ଅଂଶା ତା ବାମ ହସ୍ତେ ରହିଛନ୍ତି ଜଳେ ଯେ ନାରାୟଣ ମୂର୍ତ୍ତି ଶୁଦ୍ଧ ଶୁକ୍ଳ ସତ୍ତ୍ୱଗୁଣ ପଞ୍ଚଜନ୍ୟ ଶଙ୍ଖ କରେଣ ଆଶ୍ଚର୍ଯ୍ୟ ଅଧର୍ମ ଅଜ୍ଞାନ ଖଣ୍ଡଇ ତାହାର ଦେହେଣ ତା ବାମ ହସ୍ତେ ରହିଛନ୍ତି ଡାହାଣ ହସ୍ତେ ଚକ୍ର ସ୍ଥିତି ସେ ଜ୍ୟୋତି ସ୍ୱରୂପେ ସେ ତେଜେ ମହି ତୀକ୍ଷ୍ଣ ଧାରେ ବିରାଜେ ସହସ୍ରଧାର ରୂପ ତାର ସୁଦର୍ଶନ ଚକ୍ର ପ୍ରଚାର ଆକାଶ ଖଡ୍ଗ ଅସୀବର ଦମମୟ କର୍ମ ବିସ୍ତାର ଆକାଶ ଖଡ୍ଗ ଅସୀବର ତମମୟ କର୍ମ ବିସ୍ତାର ଜ୍ୟୋତି ସ୍ୱରୂପ ସେ ନିର୍ଗୁଣ ନିର୍ମଳ ପ୍ରକାଶ ଇ ଜ୍ଞାନ ନନ୍ଦନ ଖଡଗ କରେଣ ଦକ୍ଷିଣ ହସ୍ତେ ଶୁଭୋବନ କାଳ ରୂପେ ଯେ ନାମ ସାଧି ବତ୍ସର ଆଦି ଗଣନାଦି ସାରଙ୍ଗ ଧନୁ ହସ୍ତେ ପୁଣି ଶୋଭା ସେ ବାମ ହସ୍ତେ ଜାଣ ପାପ ପୁଣ୍ୟ କର୍ମ ଯେ ଦୁଇ ଏଣେ ସେ ମୋହମାନ ହୋଇ କାଣ୍ଡ ଭାରତୀ ବହିଛନ୍ତି କଟି ପୃଷ୍ଠରେ ବହିଛନ୍ତି କର୍ମ ତ୍ରିଗୁଣ ଦଉଡ଼ିରେ କଟିରେ ବେଷ୍ଟିତ ଆକାରେ ଏକାଦଶ ଇନ୍ଦ୍ରିୟ ଗଣ କାଣ୍ଡ ସହସ୍ରତା କରେଣ ଦକ୍ଷିଣ ହସ୍ତେ ତାକୁ ଘେନି ପଞ୍ଚତନ୍ମାତ୍ର ଅଛନ୍ତି ପୁଣି ସେ ଇନ୍ଦ୍ରମାନେ ଯେ ବେଷ୍ଟିତ ସେମାନେ ହୋଇଛନ୍ତି ରଥ ମନକୁ କରନ୍ତି ସାରଥି ଅଶ୍ଵ ସର୍ବଦା ଗୁଣେ ସ୍ଥିତି ଇନ୍ଦ୍ରିୟମାନଙ୍କ ଲକ୍ଷଣ ଆକୃତ ରୂପ ନାନା ବର୍ଣ୍ଣ
ଅର୍ଥକ୍ରିୟା ଇନ୍ଦ୍ର ବିକାର, ମଣ୍ଡନେ ନାମ ସେ ପ୍ରଚାର। ଦେବତା ସ୍ୱରୂପେ ଗ୍ରହଣ, ଯଜ୍ଞାଦି ଯଜ୍ଞମାନ ପୁଣ। ଏଥିର ଥରେ ସେ ସଂସ୍କାର, ଧର୍ମାଧର୍ମ କଥା ପ୍ରଚାର। ଏହାଙ୍କ ଭାବ ଚତୁର୍ଦ୍ଦଶ, ଏମନ୍ତେ ଚକ୍ର ଷଟଦଶ। ରଥରେ ଘୋଷ ତିନି ବେଦ, ନନ୍ଦିଯମଙ୍କ ସର୍ବଭେଦ। ତହିଁରୁ ବେଦ ଧ୍ୱନି ରସ, ରଥର ନାମ ନନ୍ଦିଘୋଷ। ତାହାର ଧ୍ୱଜେ ସେ ଗରୁଡ଼, ଶବଦ ବ୍ରହ୍ମଲୋକ ବଡ଼। ଏହି ପ୍ରକାରେ ବାସୁଦେବ, ସର୍ବପ୍ରାଣୀ ହୃଦେ ପ୍ରଭବ। ଜୀବ ସ୍ୱରୂପେ ପୂରିଛନ୍ତି, ପିଣ୍ଡ ବ୍ରହ୍ମାଣ୍ଡେ ଏକମତି। ସଂସାର ଭିଆଣ ସୃଜନ, ବ୍ରହ୍ମାଦି ମାୟା ତ୍ରାସେ ଘେନ। ତାଙ୍କ ସେବା ଯେ ପ୍ରାଣୀ କରେ, ଆତ୍ମାର ପାପାକ୍ଷୟ ଦୂରେ। ସେ ଭଗବାନ ଯେ ପୁରୁଷ, ଆପଣା ସମ୍ପତ୍ତିର ବଶ। ଇଷ୍ଟ ଐଶ୍ୱର୍ଯ୍ୟର ଗୁଣେ, ଯୋଗମାୟା ରୂପୀ ଏମାନେ। ନାରାୟଣୀ କାଳ ରୂପିଣୀ, ଜ୍ଞାନ କ୍ରିୟା ଇଚ୍ଛା ଏ ତିନି। ବିମଳା ଦୀନବଶକ୍ତିନୀ, ଏମଧ୍ୟେ ରାମ ବିଳାସିନୀ। ଲୀଳା କମଳ କରିଛନ୍ତି, ଦକ୍ଷିଣ ଭୁଜରେ ବହନ୍ତି। ଟିଳା କମଳ ଭାବେ ମାୟା, ଭ୍ରମଇ ଉତ୍ପତ୍ତି ନିର୍ଣ୍ଣୟା। ଆଲଟ ଚାମର ରୂପେଣ, ଧର୍ମ ଯଶକୁ ସେ ବହିଣ। ବୈକୁଣ୍ଠ ପଦକୁ ସେ ପୁଣ, ଧବଳ ଛତ୍ର ସେ କରିଣ। ଶିର ଉପରେ ସେ ଧାରଣ, ନିର୍ଭୟ ଦାତା ପଦ ପୁଣ। ଋକ୍ ଯଜୁଃ ସାମ ତ୍ରିବେଦ, ଯଜ୍ଞମୟ ପୁରୁଷ ଭେଦ। ଗରୁଡ଼ ରୂପେ ବହିଛନ୍ତି, ବିଷ୍ଣୁର ବାହନ ସେ ହନ୍ତି। ନିରାକାର ଯେ ସ୍ୱରୂପିଣୀ, ସାକ୍ଷାତ ଈଶ୍ୱର ଯେ ଲକ୍ଷ୍ମୀ। ସ୍ୱରୂପ ହୃଦୟରେ ଛନ୍ଦି, ସକଳ ମନ୍ତ୍ର ତନ୍ତ୍ର ମୂର୍ତ୍ତି। ସେ ବିଶ୍ୱକ୍ସେନ ଚଣ୍ଡମୃତ୍ତି, ପାରିଷଦରେ ଅଶ୍ୱପତି। ନିର୍ଗୁଣାଦି ଯେ ଭକ୍ତମାନେ, ସନକାଦି ଯେ ଋଷିଗଣେ। ଷୋଡ଼ଶ ପାରିଷଦ ହୋଇ, ଭୂପାଳ ନନ୍ଦାଦି ବୋଲାଇ। ଅଣିମାଦି ସମ୍ପତ୍ତିମାନ, ଯନ୍ତ୍ର ଉପନିଷଦ ଘେନ। ଚାରି ବେଦ ଚାରି ଦୁଆରେ, ଗାୟତ୍ରୀ 24 ଅକ୍ଷରେ। ପାବଚ୍ଛ ମାନ ସେ ରଥକୁ, ଅଗମ୍ୟ ବ୍ରହ୍ମ ଶଙ୍କରକୁ। ବାସୁଦେବ ଶଙ୍କର୍ଷଣ, ପ୍ରଦ୍ୟୁମ୍ନ ଅନିରୁଦ୍ଧ ପୁଣ। ଏ ଚାରି ରଥ ଚାରି ଗୋଟି, ଚାରି ପୀଠରେ ପରମେଷ୍ଟି। ତାଙ୍କ ମଧ୍ୟେ ନିର୍ଗୁଣ ରୂପ, ବିଶ୍ୱରୂପ ତେଜେ ସ୍ୱରୂପ। ତୁରୀୟ ପୁରୁଷ ତ୍ରିଧାମ, ସେ ରଥ ମଧ୍ୟେ ତା ବିଶ୍ରାମ। ଇନ୍ଦ୍ରିୟ ଅର୍ଥ ତତ୍ତ୍ୱଜ୍ଞାନ, ଭକ୍ତି ଭାବନା ଯେତେ ମାନ। ଚାରି ମୁକ୍ତ ସେବକମାନେ, ସେବନ୍ତି ଯେ ଯାହା ବିଧାନେ। ଅଙ୍ଗ ଉପାଙ୍ଗ ଯେ ଆୟୁଧ, ଆଭରଣ ସଂଖ୍ୟା ଏ ଭେଦ। ଉପନିଷଦ ବ୍ରହ୍ମଭାଗ, ଜ୍ୟୋତିରେ ପ୍ରଭା ଏ ସଂଯୋଗ। ଏହି ପ୍ରକାରେ ସେ ପୁରୁଷ, ବିରାଜମାନ ହୋଇ ଦୃଶ୍ୟ। ମହାବିରାଟ ଯେ ସେ ବୋଲାନ୍ତି, ବିଷ୍ଣୁ ଗୋଚର ନୁହନ୍ତି। ସେ ହେ ବିପ୍ର ଶ୍ରେଷ୍ଠ ଶୌନକ, ଏ ବିଷ୍ଣୁ ମହିମା ଅନେକ। ଏ ବିଷ୍ଣୁ ସ୍ୱୟଂ ବ୍ରହ୍ମଜ୍ୟୋତି, କେବଳ ଦ୍ରଷ୍ଟା ସେ ବୋଲାନ୍ତି। ଆପଣା ମହିମା ତ୍ରିଗୁଣ, ମାୟାରୁ ସଂସାର ଭିଆଣ। ତ୍ରିଗୁଣ ଉତ୍ପତ୍ତି ପ୍ରଳୟ, କରିଅଛନ୍ତି ମହାଶୟ। ଏହାକୁ ଇନ୍ଦ୍ରିୟାଦିମାନ, ବଶକୁ ନୁହନ୍ତି ଭାଜନ। ତେଣୁ ହୃଷୀକେଶ ବୋଲାନ୍ତି, ଯେଣୁ ମାୟା ଆବୋରିଛନ୍ତି। ମାୟା ବନ୍ଧକ ପ୍ରାୟ ଦିଶେ, କାହାରି ସଙ୍ଗେ ସେ ନ ମିଶେ। ତାଙ୍କ ସେବକ ଯେଉଁମାନେ,
କରୁଣା କରନ୍ତି ଯତନେ। ସେ ଆତ୍ମା ଜ୍ଞାନୀ ଯେବେ ଜାଣି ତାକୁ ଦର୍ଶନ ଦିଅନ୍ତି ପୁଣି। ତାଙ୍କ ଭକତ ଯେଉଁ ଜନେ ନାରଦ ଆଦି ମୁନିମାନେ ଏ ଭାବେ କୀର୍ତ୍ତନ କରନ୍ତି। ମୁକତି ଭକତି ଇଛନ୍ତି ଯେ ଜନ ଭାବରେ ଭାବନ୍ତି ସେ ସ୍ଥାନେ ପ୍ରବେଶ ହୁଅନ୍ତି। ଏ ଭାବେ ସ୍ତୁତି ଯେ କରନ୍ତି ନମସ୍ତେ ପ୍ରଭୁ କର ଜଗଜ୍ୟୋତି। ହେ କୃଷ୍ଣ କୃଷ୍ଣ ସର୍ବସୁଖ ଏ ମାୟାମୟକୁ ଉପେକ୍ଷ। କୃଷ୍ଣ ସଖା ଅର୍ଜୁନ ଯେଣୁ କୃଷ୍ଣ ସଖା ସେ ନାମ ତେଣୁ। ହେ ବୃଷ୍ଣି ଶ୍ରେଷ୍ଠ ଉଦ୍ଧାରକ ହେ ଦୁଷ୍ଟ ରାଜା ବିନାଶକ। ହେ ପାପାଗ୍ନି ବଡ଼ ବାନଳ ଗୋବିନ୍ଦ ମଦନ ଗୋପାଳ। ହେ ଗୋପୀପତି ହେ ଗୋପାଳ ଅନାଦି ପ୍ରଭୁ ଆଦିମୂଳ। ହେ ପ୍ରଭୁ ବିପତତି ନାଶକ ହେ ପ୍ରଭୁ ବିପତି ନାଶକ। ହେ ତୀର୍ଥପ୍ରଦ ନାରାୟଣ ହେ କୃଷ୍ଣ ଶ୍ରବଣ ମଙ୍ଗଳ। ଅଖିଳ ସର୍ବ ସିଦ୍ଧି ମୂଳ ଏ ଯେ ତୁମ୍ଭ ବିଭୂତି ମାନେ। ବ୍ରହ୍ମାଦି ଗୁଣନ୍ତି ସେ ଧ୍ୟାନେ ଏ ପ୍ରକାରେ ଯେ ଭକ୍ତମାନେ। ନିରତେ ସ୍ତୁତି କରି ଧ୍ୟାନେ ପୂଜା ବିଶେଷ ଯେ କରନ୍ତି ଧର୍ମଶାସ୍ତ୍ରରେ ପ୍ରବର୍ତ୍ତନ୍ତି। ଏହା ଯେ ପୁରୁଷ ଲକ୍ଷଣ ଯେତେକ କରିଲୁ ବର୍ଣ୍ଣନ। ପ୍ରେମ ଭକ୍ତି ଭାବେଣ ଭିନ୍ନ ଏପରି ଦିଏ ସେ ନିର୍ଗୁଣ। ଏ ମହାପୁରୁଷ ଅନନ୍ତ ନୃତ୍ୟ ଯେ କରେ ଦଣ୍ଡବତ। ପଢ଼ଇ ଶୁଣଇ ଏକାଗ୍ରେ ଚିତ୍ତ ଯେ ବାହୋଇ। ଏହାଙ୍କ ନାମ ଯେ ଜପଇ ଆତ୍ମା ସର୍ବଭୂତେ ଦେଖଇ। ଏ ଯେ ନିରାକାର ପୁରୁଷ ସର୍ବବ୍ୟାପୀ ହୃଦେ ପ୍ରକାଶ। ବ୍ରହ୍ମରୂପ ସୂକ୍ଷ୍ମ ବୋଲାଇ ସଂସାର ଭେଦ ତାର ନାହିଁ। ଅନ୍ତେ ସେ ସେହି ସ୍ଥାନ ପାଇ ବ୍ରହ୍ମସ୍ୱରୂପେ ଲୀନ ହୋଇ। ଏମନ୍ତ ସୁତ ମୁଖୁ ଶୁଣି ଶୌନକ ପଚାରନ୍ତି ପୁଣି। ଶୌନକ ଉବାଚ ବସୁତ ଧନ୍ୟ ତୋ ଜୀବନ ଆମ୍ଭର ହେଲୁ ବଡ଼ ମାନ୍ୟ। ହେ ମୁନି ଧନ୍ୟ ତୋ ମହିମା କହିଲୁ ଯେଉଁ ସୁଖ ସୀମା। ଏ ମହାପୁରୁଷ ଲକ୍ଷଣ ଶୁଣି କୃତାର୍ଥ ମୋ ଜୀବନ। ଯେ ମହାପୁରୁଷ ସ୍ୱରୂପୀ ସୂର୍ଯ୍ୟ ଜ୍ୟୋତି ଜଗତ ବ୍ୟାପୀ। ଆକାଶ ମଣ୍ଡଳ ଉଦୟେ କାଳ ଉତ୍ପତ୍ତି ସ୍ଥିତି ଲୟେ। ପ୍ରବର୍ତ୍ତ ସଂସାର ଉତ୍ପତ୍ତି ପ୍ରଳୟ ମାନ ପୁଣିଛନ୍ତି। ବାରମାସେ 12 ଆଦିତ୍ୟ ଦେହବହିନ ତେଜବନ୍ତ। କାଳ ପ୍ରବର୍ତ୍ତାଇ ଅଛନ୍ତି ଉଦୟ ଅସ୍ତ ସେ ହୁଅନ୍ତି। ତାଙ୍କ ଦେହେ ଜ୍ୟୋତିମଣ୍ଡଳେ ସତ୍ୟଗୁଣ ପ୍ରବୃତ୍ତି ତଳେ। ତାଙ୍କ ଦେହେ ଜ୍ୟୋତିମଣ୍ଡଳେ ସତ୍ୟଗୁଣ ପ୍ରବୃତ୍ତି ଚଳେ। ତାଙ୍କର ଗୁଣ ନାମ କର୍ମ କହି ଛଡ଼ାଅ ମୋତି ଭ୍ରମ। ରେଶନେ ବାସୁଦେବ ଭକ୍ତି ସୂର୍ଯ୍ୟମଣ୍ଡଳେ ପ୍ରବର୍ତ୍ତନ୍ତି। ଏମନ୍ତ ଶୁଣି ସୁତ ତୋଷେ ଶୌନକେ କହନ୍ତି ହରଷେ। ସୁତ ଉବାଚ ବିଷ୍ଣୁ ଯେ ଅନାଦି ଅବୟ ମାୟାରେ ହୁଅନ୍ତି ଉଦୟ। ସକଳ ଜନ୍ତୁ ଆତ୍ମା ରୂପୀ ନିର୍ମାଣ କରିଣ ସଂକ୍ଷେପୀ। ଲୋକରେ କାଳ ବର୍ତ୍ତମାନ ନାନାଦି ଯିବେ ପର୍ଯ୍ୟଟନ। ସକଳ ଆତ୍ମା ରୂପୀ ସୂର୍ଯ୍ୟ ସର୍ବେ ଆତ ଜାତ ତା ତେଜ।
ସବୁରି ଦେହେ ଆତ୍ମା ସୃଷ୍ଟି, ଯେ ହରି ରୂପେ ପରମେଷ୍ଟି। ସକଳ ବେଦ କ୍ରିୟା ମୂଳ, ନିରାକାର ଜ୍ୟୋତିମଣ୍ଡଳ। ଋଷିମାନେ ବହୁ ପ୍ରକାରେ, କହନ୍ତି ସୂର୍ଯ୍ୟର ସଞ୍ଚାରେ। ନିମିଷ ଆଦି ଯେ ବତ୍ସର, କାଳ ଗଣନା ଏ ପ୍ରାଣୀର। ସଂସାରେ ଯେତେ ଦେହମାନ, ଏ ସର୍ବ ତାହାଙ୍କ ଭିଆଣ। ସକଳ ପ୍ରାଣୀମାନଙ୍କର, କ୍ରିୟା କର୍ମରେ ଯେ ଈଶ୍ୱର। କର୍ମରେ କରତା ହିଁ ସେହି, କର୍ମ କାରଣ ଯାକୁ କହି। କାର୍ଯ୍ୟ କାରଣ ଗୁଣ ଏହି, ଏ ସର୍ବ ଆହ୍ଲାଦରୁ ହୋଇ। ଦ୍ରବ୍ୟ ପ୍ରଳୟ ପ୍ରକାରେଣ, ନବଧା ରୂପେ ହରି ଧ୍ୟାନ। ଯେ ଚୈତ୍ର ଆଦି ବାର ମାସେ, କାମରୂପ ଧରି ବିଳାସେ। ପ୍ରାଣୀଙ୍କ କୁଶଳ ନିମନ୍ତେ, ବିହାର ତେଜୋମୟ ମତେ। ବାର ଆଦିତ୍ୟ ତେଜ ବହି, ମଧ୍ୟରେ ସାକ୍ଷୀ ରୂପେ ହୋଇ। ଭିନ୍ନ ଭିନ୍ନ ଗୁଣ ଆଚରେ, ଯେମନ୍ତେ ସଂସାର ବିହରେ। ଚଇତ୍ର ମାସେ ଯେ ବିହାର, କହିବା ତହିଁର ବିଚାର। ଧାତା ନାମେ ଆଦିତ୍ୟ ସୁରା, କୃତସ୍ଥଳା ନାମେ ଅପ୍ସରା। ହେତି ନାମରେ ଯେ ରାକ୍ଷସ, ବାସୁକୀ ନାଗେ ନାମ ଶେଷ। ରଥାକୃତ ନାମେଣ ଯକ୍ଷ, ପୁଲସ୍ତ୍ୟ ଋଷି ବ୍ରହ୍ମା ବତ୍ସ। ଗନ୍ଧର୍ବ ନାମେଣ ତୁମ୍ଭର, ଏ ସାତ ରଥରେ ବିହାର। ଏମାନଙ୍କ ବିହାର ପୂର୍ଣ୍ଣ, ଆଦିତ୍ୟ ତେଜ ପ୍ରକାଶିଣ। ଅପସରା ନୃତ୍ୟ କରନ୍ତି, ରାକ୍ଷସେ ପୃଷ୍ଠେ ରଖିଥାନ୍ତି। ନାଗେ ରଥ ଦଉଡ଼ି ହୋଇ, ଯକ୍ଷ ରୂପେ ଦ୍ରବନ୍ତ ଦେଇ। ପ୍ରାଣୀଙ୍କୁ ଅର୍ଥ ସେ ଦିଅନ୍ତି, ରକ୍ଷ ରୂପେ ମନ୍ତ୍ର ଜପନ୍ତି। ଜଗତକୁ ଶାନ୍ତ କରନ୍ତି, ଧର୍ମ ମାର୍ଗ ତଥ୍ୟ କହନ୍ତି। ଗନ୍ଧର୍ବେ ଗୀତ ଯେ ଗାୟନ, ଏମନ୍ତେ ସପ୍ତ ନିୟୋଗିନ। ବୈଶାଖ ମାସରେ ଯେ ପୁଣ, ଆଦିତ୍ୟ ଆର୍ଯ୍ୟମା ନାମେଣ। ପୁଲହ ନାମେ ମହାଯତି, ରାକ୍ଷସ ଅଟଇ ପ୍ରହେତି। ଓଗ ନାମେଣ ଯକ୍ଷ ବୀରା, ପୁଞ୍ଜଙ୍କ ସ୍ଥଳୀ ଅପସରା। ନାରଦ ନାମେ ଯେ ଗନ୍ଧର୍ବ, କଚ୍ଛବୀର ନାମେଣ ନାଗ। ଏବେ ଯେ ଜ୍ୟେଷ୍ଠ ମାସ ଜାଣ, ମିତ୍ର ନାମେ ଆଦିତ୍ୟ ପୁଣ। ଅତ୍ରି ନାମେ ମହାଋଷି, ପୌରଷେୟ ନାମେ ରାକ୍ଷସୀ। ତକ୍ଷକ ନାଗ ଯେ ବିଦିତ, ମେନକା ଅପ୍ସରା ନୃତ୍ୟ। ହାହା ନାମେଣ ଯେ ଗନ୍ଧର୍ବ, ଯକ୍ଷ ଯେ ରଥମାନ ଗର୍ବ। ଏବେ ଯେ ଆଷାଢ଼ ମାସର, ବରୁଣ ନାମ ସୂର୍ଯ୍ୟଙ୍କର। ବଶିଷ୍ଠ ନାମେ ଋଷି ହୁଏ, ଅପ୍ସରା ରମ୍ଭା ନାମ ବହେ। ହୁହୁ ନାମରେ ଯେ ଗନ୍ଧର୍ବ, ରାକ୍ଷସ ସହଜାନ ଏବେ। ଚିତ୍ରଶ୍ୱାନ ନାମରେ ଯକ୍ଷ, ସୂତ୍ର ନାମେ ନାଗ ପ୍ରତ୍ୟକ୍ଷ। ଏବେ ଶ୍ରାବଣ ମାସେ ପୂର୍ଣ୍ଣ, ଇନ୍ଦ୍ର ନାମେ ଆଦିତ୍ୟ ଜାଣ। ବିଶ୍ୱାବସୁ ନାମେ ଗନ୍ଧର୍ବ, ତ୍ରଜାପତ୍ର ନାମେ ପ୍ରଭାବ। ଋଷିଙ୍କ ନାମ ଯେ ଅଙ୍ଗିରା, ପ୍ରମ୍ଳୋଚା ନାମେ ଅପସରା। ଚର୍ମ ନାମକ ହୁଏ ଯକ୍ଷ, ପ୍ରେଚା ନାମରେ ଅଟେ ରକ୍ଷ। ଚର୍ମ ନାମକ ହୁଏ ଯକ୍ଷ, ମ୍ଳୋଚା ନାମରେ ଅଟେ ରକ୍ଷ। ଭାଦ୍ରବ ମାସ ଏବେ ଶୁଣ, ଆଦିତ୍ୟ ନାମ ବିବସ୍ନାନ। ଆଷାଢ଼ ନାମେ ଯେ ରକ୍ଷ, ବ୍ୟାଘ୍ର ନାମକ ଅଟେ ଯକ୍ଷ। ଗନ୍ଧର୍ବ ନାମେ ଉଗ୍ରସେନ, ଭୃଙ୍ଗୁ ନାମେ ମହର୍ଷି ଜାଣ। ଅନୁମ୍ଳୋଚା ଯେ ଅପସରା, ଶଙ୍ଖପାଳ ନାମ ଯେ ବୀରା। ଏବେ ଆଶ୍ୱିନ ମାସେ ପୂର୍ଣ୍ଣ, ତ୍ୱଷ୍ଟା ନାମେ ଆଦିତ୍ୟ ଜାଣ।
ଯମଦଗ୍ନି ଯେ ମହାଋଷି, ଧୃତରାଷ୍ଟ୍ର ଯେ ଗନ୍ଧର୍ବଷି, ତିଳୋତ୍ତମା ଯେ ଅପସରା, ବ୍ରହ୍ମପେତ ନାମେ ଅସୁରା, ସତଜିତ ନାମରେ ଯକ୍ଷ, କାମ୍ବଳାଶ୍ୱ ଯେ ନାଗବଶ, ଏବେ କାର୍ତ୍ତିକ ମାସେ ପୁଣ, ବିଷ୍ଣୁ ନାମେ ଆଦିତ୍ୟ ଜାଣ, ନାଗର ନାମ ଅଶ୍ୱତର, ବ୍ରହ୍ମା ନାମେ ଅପ୍ସରା ଜାଣ, ମାଥାପେତ ନାମ କରକ୍ଷ, ସତ୍ୟଜିତ ନାମେଣ ଯକ୍ଷ, ବିଶ୍ୱାମିତ୍ର ନାମେଣ ଋଷି, ସୂର୍ଯ୍ୟବର୍ଦ୍ଧ ଯେ ଗନ୍ଧର୍ମାସି, ମାର୍ଗଶିରରେ ଏବେ ଶୁଣ, ଆଦିତ୍ୟ ନାମେ ଅଂଶୁପୁଣ, କଶ୍ୟପ ନାମେ ଋଷି ଜାଣ, ତାକ୍ଷ ଅଟଇ ଯକ୍ଷ ଶୁଣ, ଋତସେନ ଗନ୍ଧର୍ବ ବୀରା, ଉର୍ବଶୀ ନାମେ ଅପସରା, ବିଦୁଛତ୍ର ନାମେ ରାକ୍ଷାସ, ମହାଶଙ୍ଖ ନାମେ ନାଗେଣ, ଏବେ ହୋ ପୌଷ ମାସେ ପୁଣ, ଭଗ ନାମେ ଆଦିତ୍ୟ ଜାଣ, ଉର୍ଣ୍ଣ ନାମେଣ ଅଟେ ଯକ୍ଷ, ଅରିଷ୍ଟ ନେମି ଗନ୍ଧର୍ବାଣ, ଆୟତ ନାମେ ମହାଋଷି, ସୂର୍ଯ୍ୟ ନାମେଣ ଯେ ରାକ୍ଷସୀ, ଚିତ୍ତ ନାମକ ଅପସରା, କର୍କୋଟକ ଯେ ନାଗବୀରା, ମାଘ ମାସରେ ଏବେ ଶୁଣ, ପୂଷା ଯେ ଆଦିତ୍ୟର ନାମ, ବାତ ନାମରେ ଖ୍ୟାତ ରକ୍ଷ, ସରୁଚି ନାମେ ହୁଏ ଯକ୍ଷ, ନାମ ଧନଞ୍ଜୟ ବିଦିତ, ଗନ୍ଧର୍ବ ସୁଷେଣ ବିଖ୍ୟାତ, ଘୃତାଚି ନାମେ ଅପସରି, ଗୌତମ ଋଷି ନାମ ଧରି, ଏବେ ଫାଲ୍ଗୁନ ମାସେ ଶୁଣ, ପର୍ଜନ୍ୟ ଅଟେ ସୂର୍ଯ୍ୟ ଜାଣ, ଋତୁ ନାମେଣ ଅଟେ ଯକ୍ଷ, ଭରଦ୍ୱାଜ ଋଷି ପ୍ରତ୍ୟକ୍ଷ, ବର୍ଚା ନାମେଣ ଯେ ରାକ୍ଷାସ, ଐରାବତ ନାଗ ଅଶ୍ୱ, ଶ୍ଵେତଜିତ ଯେ ଅପସରା, ବିଶ୍ୱ ଅଟେ ଗନ୍ଧର୍ବ ବୀରା, ଏ ରୂପେ 12 ମାସ ପୁଣ, ସାତ ସାତ ଭାବେ ଭ୍ରମଣ, ଏ ସର୍ବେ ସୂର୍ଯ୍ୟର ଭକତି, ଜ୍ୟୋତିଷ୍କ ଚକ୍ରେ ସେ ଚଳନ୍ତି, ଏହାକୁ ଯେ ଦୁଇ ସନ୍ଧ୍ୟାରେ, ସ୍ମରଣ କରନ୍ତି ନିତ୍ୟରେ, ତାଙ୍କର ପାପ ଦିନୁ ଦିନେ, ହରନ୍ତି ସର୍ବ ଉପାସନେ, ଏ 12 ମାସେ ସୂର୍ଯ୍ୟ ଏକ, ନାରାୟଣ ପରମାତ୍ମା ଏକ, ନାରାୟଣ ପରମାତ୍ମକ, ଏ ପୁଣି ଜ୍ୟୋତିମଣ୍ଡଳରେ, ଘେନିଏ 12 ଆଦିତ୍ୟରେ, ଦ୍ୱାଦଶାଦିତ୍ୟ ଯେତ ବହି, ଷଡ଼ଋତୁ ଯେ ଜାତ ହୋଇ, ଇହଲୋକରେ ପରଲୋକରେ, ଇହଲୋକରେ ପରଲୋକରେ, ଯାତେଜ ପରକାଶ କରେ, ପାତାଳ ଶପଥପୁରରେ, ଆପଣା ଉଦୟାସ୍ତ କରେ, ଇହ ପରଲୋକ ପାତାଳେ, ପ୍ରାଣୀଙ୍କୁ ସଦ୍ଗତି କରେ, ସକଳ ଋଷିଗଣମାନ, ଯାକୁ କରନ୍ତି ଉପାସନ, ସାମଯଦୁର୍କୁ ଏ ତିନି, ବେଦମନ୍ତ୍ରମାନଙ୍କେ ମାନି, ଯାହାକୁ ସ୍ତୁତି କରୁଛନ୍ତି, ଗନ୍ଧର୍ବେ ଗାୟନ କରନ୍ତି, ଅପ୍ସରା କରନ୍ତି ନୃତ୍ୟ, ନାଗେ ଯେ ଓଟାରନ୍ତି ରଥ, ଯକ୍ଷମାନେ ରଥ ଯୋଚନ୍ତି, ଯକ୍ଷମାନେ ରଥ ଯୋଚନ୍ତି, ପ୍ରାଣୀଙ୍କୁ ଦ୍ରବ୍ୟ ସେ ଦିଅନ୍ତି, ରଥପୃଷ୍ଠେ ରାକ୍ଷସ ଥାଇ, ରଥ ରକ୍ଷା କରି ଚଳାଇ, ସାରଥୀର ନାମ ଅରୁଣ, ସାତ ଅଶ୍ୱ ଚାଳେ ବେଗେଣ, ଗାୟତ୍ରୀ ଆଦି ଛନ୍ଦ ସାତ, ବହନ୍ତି ବିଶ୍ୱରୂପେ ରଥ, ଏ ରଥ ଆଗରେଣ ବସି, ଷଷ୍ଠୀ ସହସ୍ର ବାଳ ଋଷି, ଆଗରେ ସ୍ତୁତି କରୁଥାନ୍ତି, ପ୍ରାଣୀଙ୍କୁ ଆଶୀର୍ବାଦ ଦିଅନ୍ତି, ଏଭେନି ଏଭାବେ ଅନାଦି ନିଧାନ, ସେ ଯେ ଈଶ୍ୱର ଭଗବାନ, ଦିନେ ଦିନେ ଆତ୍ମା ବିସ୍ତାର, ତେଜମଣ୍ଡଳ ପରିଚାର,
ପ୍ରକାଶ ଦିବାରାତ୍ର କରି ନିର୍ଦ୍ଦୋ ଭ୍ରମନ୍ତି ସେ ଆଚରି ଅକ୍ଷୟ ଅବୟ ବିନାଶୀ ଅସ୍ତ ନାହିଁ ସେ ଉଦୟାସୀ ଯେଉଁଠାବରେ ଦୃଶ୍ୟ ହୋଇ ସେଠାରେ ଉଦୟ ବୋଲାଇ ନ ଦିଶିଲା ଠାବରେ ଅସ୍ତ ଏଣୁ ରାତ୍ର ଦିବସ ମତ ନିର୍ଦ୍ଦୋ ମେରୁ ଭ୍ରମଣ କରେ ପୂର୍ବ ପଶ୍ଚିମାଦି କ୍ରମରେ ଉଦୟାସ୍ତ ଦୁଇ ପର୍ବତ ଆରୋହଣ ବେଳେ ନିର୍ମିତ ତିନି କୋଟି ଅର୍ଦ୍ଧ କୋଟିଏ ବ୍ରହ୍ମଲୋକରୁ ଜାତ ହୁଏ ବ୍ରହ୍ମ ରାକ୍ଷସ ସେ ନିର୍ବାଣ ନିର୍ଦ୍ଦୋ ବ୍ରହ୍ମ ଶାପ ପାଇଣ ନିର୍ଦ୍ଦୋ ଦୁଇ ବେକରେ ଖାଏ ମରନ୍ତି ଜିଅନ୍ତି ନିଶ୍ଚୟେ ଏ ସୂର୍ଯ୍ୟ ଉଦୟର କାଳେ ସୂର୍ଯ୍ୟଙ୍କୁ ଗ୍ରାସନ୍ତି ସେ ହେଳେ ଏଣୁ ବ୍ରହ୍ମା ଆଜ୍ଞାରେ ପୁଣ ବ୍ରହ୍ମ ଋଷି ଆଦି ବ୍ରାହ୍ମଣ ସୂର୍ଯ୍ୟଙ୍କ ସମ୍ମୁଖ ଯେ ହୋଇ ଗାୟତ୍ରୀ ମନ୍ତ୍ର ଉଚ୍ଚାରଇ ତିନି ଅଞ୍ଜଳି ଜଳ ଦେଇ ଦୁଇ ସନ୍ଧ୍ୟା ଆକାଶେ ଚାହିଁ ଜଳକୁ ଟେକିଣ ପକାନ୍ତି ମନ୍ତ୍ରେ ସେ ଜଳ ବଜ୍ର ହନ୍ତି ରାକ୍ଷସ ଉପରେ ପଡ଼ଇ ରାକ୍ଷସ ଭସ୍ମ ହୋଇଯାଇ ସୂର୍ଯ୍ୟ ଯେ ବଳବନ୍ତ ହୋଇ ତେଜେ ଜଗତ ପ୍ରକାଶଇ ସେ ସୂର୍ଯ୍ୟଙ୍କ ରଥ ଚକ୍ରର ମାନସୋତ୍ତର ଯେ ଗିରିର ପୁଷ୍ପର ଦୀପ ମଧ୍ୟେ ସେଇ ରଥ ଏକ ଚକ୍ର ଭ୍ରମଇ ସମ୍ବତ୍ସରକେ ସେହୁ ପୁଣ ମକରାଦି 86 ରେଣ ଉତ୍ତରାୟଣ ତାକୁ କହି ସ୍ୱର୍ଗକୁ ଦିବସ ଅଟଇ କର୍କଟ ଆଦି ରାଶି ଯେତେ ଦକ୍ଷିଣାୟନ ବୋଲି ତତେ ଏମନ୍ତ ଦୁଇ ଯେ ଆୟନ ରାତ୍ର ଦିବସ ବିଦ୍ୟମାନ ଏଭାବେ ରାତ୍ରେ ଭ୍ରମୁଛନ୍ତି ଆୟତ ଯୋଜନ ଯେ ପ୍ରୀତି ଏଭାବେ ରାତ୍ରେ ଭ୍ରମୁଛନ୍ତି ଅୟତ ଯୋଜନ ଯେ ପ୍ରତି 18 ସହସ୍ର ଯୋଜନ ଉଚ୍ଚ ଅଟଇ ବିଦ୍ୟମାନ ଅଷ୍ଟାଦଶ ସହସ୍ର ଯୋଜନ ଲମ୍ବତା ଅଟଇ ପ୍ରମାଣ ଲକ୍ଷେ 70 ସହସ୍ରୀଯୁଣ ଅକ୍ଷର ଲମ୍ବ ପରିମାଣ 4 ଅଖ ଲମ୍ବ ପ୍ରମାଣ 2 କୋଟି 53 ଲକ୍ଷେଣ 70 ସହସ୍ର ଯୋଜନ ଅଖ ମୁଣ୍ଡି ଲୋକାଲୋକେଣ ଉପର ପହି ଅଖ ପୁଣ 14 ଲକ୍ଷ ଯେ ଯୋଜନ 16 ଯେ ସହସ୍ର ଆବର ଏ ମୁଣ୍ଡ ଲାଗିଛି ମେରୁର ଧ୍ରୁବ ଯେ ମଣ୍ଡଳେ ଲାଗିଛି ବିଦନ ମାନ ଯହିଁ ଅଛି ସବୁ ଗ୍ରହ ମାନଙ୍କ ରଥ ଦଉଡ଼ି ମାନ ସେ ନିର୍ମିତ ଧ୍ରୁବ ମଣ୍ଡଳେ ସୁଷମାରେ ବନ୍ଧନ ଯେ ଯାହା ଭେଦରେ ଦଉଡ଼ି ମାନଙ୍କର ପୁଣ 360 ନିର୍ମାଣ ପ୍ରତି ଦଉଡ଼ି ଲାଗିଛନ୍ତି ସେ ମେରୁ ରନ୍ଧ୍ରେ ଯୁକ୍ତ ହନ୍ତି ତହୁଁ ନିର୍ଦ୍ଦୋ ନିତ୍ୟ ଭ୍ରମଣ ଦିବାରାତ୍ର ହୁଏ ଏମାନ ମନୁଷ୍ୟ ମାନଙ୍କୁ ଏ ହୋଇ ପିତୃବର ସେ ଦିନ କହି ଏବଂ ଭୂତ ଯେ ଯେଉଁ ରଥ ଯେ ଯହିଁ ମାୟାତ୍ମକ ପଥ ସେ ସମ୍ବତ୍ସର ଯେ ଚକ୍ରର 3 କୋଟି ଲକ୍ଷ ତାହାର ବରଷା ଗ୍ରୀଷ୍ମ ଶୀତ ତିନି ତ୍ରିକାଳ ବୋଲାନ୍ତି ସେ ପୁଣି 12 କୋଟି ଯେ ରଥର 12 ମାସ ନାମ ତାହାର 6 କୋଟି ପହି ଅଛି ତହିଁ ଷଡ଼ ଋତୁଙ୍କ ସ୍ଥାନ ସେହି 700 କୋଟିଏ ମହି ଏକ ଚକ୍ରରେ ସେହୁ ଥାଇ ରାତ୍ର ଯେ ଦିବସ ହୋଇଣ 700 କୋଟିଏ ଜାଣ ଏମନ୍ତ ହୋଇ ସମ୍ବତ୍ସର ଭ୍ରମୁ ଯେ ଅଛି ଚକ୍ରବର ଏ କାଳ ଚକ୍ର ବୋଲି କହେ କାଳ ସ୍ୱରୂପୀ ସୂର୍ଯ୍ୟମୟେ ସେ ସୂର୍ଯ୍ୟ ନିରାକାର ଜ୍ୟୋତି
ଉତ୍ପତ୍ତି ପ୍ରଳୟ କରନ୍ତି। ଶେଷଦା ଥାଇ ଯେ ଅନାଦି ଅଜରାମର ସର୍ବସମ୍ପାଦି। ଭୂତବ ବିଶ୍ୱ ବର୍ତ୍ତମାନ ହିତମୟ ସର୍ବକାରଣ। ପରମ ବ୍ରହ୍ମ ଶେଷ ରୂପୀ ସଂସାର କର୍ତ୍ତା ସର୍ବବ୍ୟାପୀ। ସୁଜନେ ଶୁଣିସି ଆନନ୍ଦେ ଭକ୍ତି ହୋଇବ କୃଷ୍ଣ ପାଦେ। ମହାବିଷ୍ଣୁଙ୍କ ସେ ମହିମା ସୂର୍ଯ୍ୟ ଭ୍ରମଣ ସୁଖ ସୀମା। ଶୁଣିଲେ ସଂସାରୁ ତରଇ ଅନ୍ତେ ସେ ବୈକୁଣ୍ଠ ଲଭଇ। ଶ୍ରୀକୃଷ୍ଣ ପୁରାଣ ଭକତି ଚନ୍ଦ୍ରମଣ୍ଡଳର ଏ ଗତି। ଅମୃତମୟ ରୂପ ତାର କ୍ଷୀରାବନରୁ ଜାତ ଯାର। ଶୁକ୍ଳ ପକ୍ଷେ ବୃଦ୍ଧି ହୁଏ କୃଷ୍ଣ ପକ୍ଷରେ କାଳକ୍ଷୟେ। କୃଷ୍ଣ ପକ୍ଷ ପ୍ରଦୀପ ଦିନ ଏ ଆଦି 15 ଦିନେଣ। ଦେବତାମାନେ ପ୍ରତିଦିନ ଅମୃତ କରନ୍ତି ଯେ ପାନ। ଅମାବାସ୍ୟା ଦିନ କଳାହୀନେ ଚନ୍ଦ୍ର ପକାଇ ସୂର୍ଯ୍ୟ ଲୀନେ। ସ୍ଥାବର ତୃଣ ଜଳ ମଧ୍ୟେ ଲୁଚାଇ ଭୟେ ମନ ଶୋଧେ। ଏଣୁ ସର୍ବ ଔଷଧ ଦିନେ ଏଣୁ ସର୍ବ ନିଷେଧ ଦିନେ। ଗାବ ଯେ ତୃଣ ଜଳ ପାନେ କ୍ଷୀର ଘୃତ ଜାତ ସଂଯୋଗେ। ଋଷି ବିପ୍ର ଆହୁତି ଭାଗେ କଳାବର୍ଦ୍ଧମାନ ହୁଅଇ। ପଞ୍ଚଦଶ ଦିନେ ପୁରଇ କହଇ ବିପ୍ର ଜଗନ୍ନାଥ ମହାବିଷ୍ଣୁ ସୂର୍ଯ୍ୟ ଚରିତ। ଶୁଣିଲେ ସର୍ବ ପାପୁ-ତରେ ବିଷ୍ଣୁ ଭକତି ହୁଏ ତାରେ। ବିଷ୍ଣୁର ଭକତ ସେବିଲେ ଏ ସୁଖ ଲଭଇ ସେ ଭଲେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତା ବୟାସିକ୍ୟାଂ ଦ୍ୱାଦଶ ସ୍କନ୍ଧେ ସୂତ ସନକ ସମ୍ବାଦେ ଚନ୍ଦ୍ର ସୂର୍ଯ୍ୟ ଜ୍ୟୋତିର୍ମଣ୍ଡଳ ଦ୍ୱାଦଶାଦିତ୍ୟ ନାମ କଥନେ ନାମ ଏକାଦଶୋऽଧ୍ୟାୟଃ। ଓಂ ନମୋ ଭଗବତେ ବାସୁଦେବାୟ।